ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ନଗଦ 70 ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଲୁଟ୍ ଘଟଣାରେ ପୁଣି 2 ଜଣ ଡକାୟତକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ। ତେବେ ପୂର୍ବରୁ ଏହି ଘଟଣାରେ 7 ଜଣ ଅନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରାଯିବା ସହିତ 21 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସୁନା ରୂପା ଅଳଙ୍କାର, ଡକାୟତିରେ ବ୍ୟବହୃତ କାର ଓ ଏକ ସ୍କୁଟିକୁ ଜବତ କରିଥିଲା ପୁଲିସ। ପୁଣି ଆଜି ଗିରଫ ହୋଇଥିବା 2 ଜଣ ଡକାୟତଙ୍କ ଠାରୁ ନଗଦ 3 ଲକ୍ଷ 2 ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନକୁ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ 22 ତାରିଖ ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ କୁଚନିଆମ୍ବା ଗ୍ରାମର ଅମୂଲ୍ୟ ଜେନାଙ୍କ ଘରେ ପଶି ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ସେ ଜମି ବିକ୍ରି କରି ରଖିଥିବା 70 ଲକ୍ଷ ନଗଦ ଟଙ୍କା ସମେତ ସୁନା ରୂପା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଥିଲେ ଡକାୟତ। ଯାହାକି ଅମୂଲ୍ୟ ଜେନା ଜମି ବିକ୍ରି କରି ନଗଦ ଟଙ୍କା ଘରେ ରଖିଥିବା ଅମୂଲ୍ୟଙ୍କ 2 ସମ୍ପର୍କୀୟ ଜାଣିଥିବା ବେଳେ ସେମାନେ ଡକାୟତ ମାନଙ୍କୁ ଖବର ଦେଇ ଏହି ଡକାୟତି ଯୋଜନା ପ୍ରସ୍ତୁତ କରିଥିଲେ। ତେଣୁ ପୂର୍ବରୁ ପୁଲିସ 7 ଜଣକୁ ଗିରଫ କରିଥିବା ବେଳେ ପୁଣି 2 ଜଣ ଡକାୟତଙ୍କୁ ଗିରଫ କରିଛି ଉମରକୋଟ ପୁଲିସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ ଗତ 23 ଫେବୃଆରୀରେ ଗୋଟେ ଡକାୟତି କେସ୍ ରିପୋର୍ଟ ଥିଲା। ଆଉ ରିପୋର୍ଟକୁ ବେସ୍ କରି ବିଏନ୍ଏସ୍ ଧାରା 331 + 4 310 + 2 ରେ କେସ୍ ରେଜିଷ୍ଟର ହୋଇଥିଲା। ଆଉ ଡ୍ୟୁରିଂ ଇନଭେଷ୍ଟିଗେସନ୍ ଆମେ ଗତ ମାର୍ଚ୍ଚ 3 ରେ 7 ଜଣଙ୍କୁ ଆରେଷ୍ଟ କରିଥିଲୁ। ତାଙ୍କଠୁ ପାଖାପାଖି 21 ଲକ୍ଷ ଟଙ୍କା ଆମେ ସିଜର କରିଥିଲୁ, ଗୋଟେ ଟି କାର୍ ଆଉ କିଛି ସୁନା ଗହଣା ରିକଭରି ଥିଲା। ଆଜି ଆମେ 2 ଜଣଙ୍କୁ ଆରେଷ୍ଟ କରିଛୁ, ତାଙ୍କଠୁ 3 ଲକ୍ଷ ପାଖାପାଖି ସିଜର ହେଇଛି। ଆଉ ସେମାନଙ୍କୁ ଆଜି କୋର୍ଟ ଫରୱାର୍ଡ କରା। ଏବେ ଯାଏ ଆମେ ଟୋଟାଲ 9 ଜଣଙ୍କୁ ଆରେଷ୍ଟ କରିଛୁ। ଆଉ ଟୋଟାଲ 24 ଲକ୍ଷ ଟଙ୍କା ସିଜର ହେଇଛି। ଆଉ ଯାହାର ଇନଭଲଭମେଣ୍ଟ ଅଛି ଆମେ ତାକୁ ଇନଭେଷ୍ଟିଗେସନ ଯେ ଆସିବ ଜଣାପଡ଼ିବ। ଆମେ ଗୋଟେ ସ୍ପେଶାଲ ଟିମ୍ କରାଯାଇଥିଲା ଏସଡିପିଓଙ୍କ ନେତୃତ୍ୱରେ, ଗୋଟେ ଟିମ୍ ଆମେ କରାଯାଇଥିଲା। ଏସଡିପି ଉମରକୋଟ, ତାଙ୍କ ସହିତ ଆଇଏସପି ଉମରକୋଟ ଆଉ 2 ଜଣ କନଷ୍ଟେବଳ ଥିଲେ ଆଉ 2ଟା କନଷ୍ଟେବଳ ଥିଲେ। ନବରଙ୍ଗପୁର ଜିଲ୍ଲାରୁ କ୍ରିଷ୍ଣା ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।